ଲୋକଙ୍କର ଗୋଟିଏ ଅଲଗା ବାସ୍ନା ଥାଏ। ତୋରଟି ଠିକ ବାହାରିଲା ନାହିଁ, ମଝିରୁ ବେତାଳ ହେଇଗଲା। ପିଲାଟି ଚୁପି ରହି ଲମ୍ବା ନିଶ୍ୱାସ ଟାଣି ଚେଷ୍ଟା କଲା ତା ଚାରିପାଖର ଅଦୃଶ୍ୟ ପରିବେଶକୁ ନିର୍ଣ୍ଣୟ କରିବା ପାଇଁ। ତାପରେ ସେ ସୁମତିକୁ ଲକ୍ଷ୍ୟ କରି କହିଲା, ମା ସାନ୍ତାଣୀ, ଏ ଗରିବ ପୁଅକୁ ଟିକେ ଦୟା ହେଉ, ପଇସା ଟିକେ ମିଳୁ। ସୁମତି ଖୁବ ଆଶ୍ଚର୍ଯ୍ୟ ହେଇଗଲା। କେମିତି ଏ ପିଲାଟି ଚିହ୍ନି ପାରିଲା ସୁମତିକୁ? କେଉଁ ଅଦୃଷ୍ଟ ଆଖି ଉପରେ ଭରସା କରି? ପିଲାଟି ଦେଖନ୍ତୁ ଲେଖକ କେମିତି ଛପିକି କହୁଛନ୍ତି। ଛପିକି ଏଇଠି ଯଦି ଆପଣ ନ ବୁଝିବେ ତେଣୁ ଗାନ୍ଧୀକୁ ବୁଝିପାରିବେନି। ସେ କହୁଛନ୍ତି ଦେଖନ୍ତୁ, କେଉଁ ଅଦୃଷ୍ଟ ଆଖି ଉପରେ ଭରସା କରି। ଏଇଟା ମୁଁ ଏବେ ପଢିଲା ବେଳକୁ ଧରିଲି, ଆଗରୁ ଧରି ନଥିଲି ଏ ଅଦୃଷ୍ଟ ଶବ୍ଦ। ସୁମତି ଖୁବ ଆଶ୍ଚର୍ଯ୍ୟ ହେଇଗଲା, କେମିତି ପିଲା ଚିହ୍ନି ପାରିଲା ସୁମତିକୁ କେଉଁ ଅଦୃଷ୍ଟ ଆଖି ଉପରେ ଭରସା କରି। ଏ ଗପଟି ଏଇଠି ମୁଁ ବର୍ତ୍ତମାନ ଆନାଲିସିସ୍ କରୁଛି। ଏଇ ଆଖି ଗୁଡିକ କଣ ସବୁ ଦେଖିପାରେ? ସାର୍ କହୁଛନ୍ତି ଏଇ ଆଖି ଗୁଡିକ କଣ ସବୁ ଦେଖିପାରେ? ଆପଣଙ୍କ ଭିତରେ ଯଦି ଗୋଟେ ସମ୍ବେଦନଶୀଳତା ଅଛି, ଗୋଟେ ଉପଲବ୍ଧି କରିବାର, ସ୍ପର୍ଶ କରିବାର ଅନ୍ୟକୁ ଅଛି, ତାହେଲେ ଯାଇକି ଆପଣ ଜାଣିପାରିବେ। ନହେଲେ ଏଇ ଆଖି ଗୁଡିକ କେବଳ ଆଖି ସ୍ଥୂଳ ପୃଥିବୀକୁ ଧରିବ, ଅନ୍ତର ଲୋକକୁ ନୁହେଁ। କି ଚମତ୍କାର ଦେଖନ୍ତୁ। ଏଇଟାକୁ ତ ମୁଁ ପୁରା ଇଗ୍ନୋର କରିଦେଇଥିଲି ଏପର୍ଯ୍ୟନ୍ତ। ଏଇଠି ମୁଁ ପଢୁ ପଢୁ ମୋ ହାତକୁ ଏମିତି ପଢିବା ପାଇଁ ପଡେ ପିଲାମାନେ। ଦେଖନ୍ତୁ କଣ କହୁଛନ୍ତି ତାକୁ। ପିଲାଟି ପୁଣି କହିଲା, ମା ସାନ୍ତାଣୀ, ଭଗବାନ ତୁମର ମଙ୍ଗଳ କରିବେ। ତୁମେ 7 ପୁଅ 7 ଝିଅ ନେଇ ଘର କରିବ। ଏ ଅନ୍ଧ ପିଲାଟିକୁ ଟିକେ ଦୟା କର, ପଇସା ଟିକେ ଦିଅ। ପିଲାଟି ହାତରେ ନିର୍ମମ ହତାଶ ପରି ଝିକ୍ ଝିକ୍ କରୁଥିଲା କେତୋଟି 10 ପଇସି, ଗୋଟିଏ ଚୌକ। ଦେଖନ୍ତୁ ଲାଙ୍ଗୁଏଜ। ଭାଇ ଆମର ରୋମାଣ୍ଟିକ କଥା କହୁଥିଲେ, ବାସ୍ତବତାର ଶବ୍ଦ ଦେଖନ୍ତୁ। ପିଲାଟି ହାତରେ ନିର୍ମମ ହତାଶା ପରି, ପିଲାଟି ହାତରେ ନିର୍ମମ ହତାଶା ପରି ଝିକ୍ ଝିକ୍ କରୁଥିଲା କେତୋଟି 10 ପଇସି, ଗୋଟିଏ ସୁଖ। କମ୍ପାର୍ଟମେଣ୍ଟରେ ଢେର ଲୋକ ଥିଲେ, କିନ୍ତୁ କାହାରି ନଜର ନଥିଲା ଏ ପିଲାଟି ଉପରେ। କିଏ ଉପର ବର୍ଥକୁ ଉଠି ଯାଇ ଗୋଡ ହାତ ଲମ୍ବେଇ ଶୋଇଥିଲା, କିଏ ଗପ କରୁଥିଲା ପାଖ ସହଯାତ୍ରୀ ସହିତ, ଆଉ କିଏ ପଦାକୁ ଚାହିଁଥିଲା ଚିନ୍ତାଚ୍ଛନ୍ନ ଅନ୍ୟମନସ୍କ ଆଖିରେ। ସୁମତି ଫିସ୍ ଫିସ୍ କରି କହିଲା, ସତ କହ, ତୁ ଯଦି ସତରେ ଅନ୍ଧ, ତୁ ମତେ ଚିହ୍ନିଲୁ କେମିତି? ଫିସ୍ ଫିସ୍ କରି କହିଲା। ପିଲାଟି ଏ ପ୍ରଶ୍ନ ଠିକ କରି ଶୁଣି ପାରିଲା କି ନାହିଁ ଜଣା ନାହିଁ, କିନ୍ତୁ ସେ କିଛି କହିବା ଆଗରୁ ବିରୂପାକ୍ଷ ବାଥରୁମରୁ ଫେରି ଆସିଲା। ରୁମାଲରେ ମୁହଁ ପୋଛି ପୋଛି ସୁମତି ପାଖେ ଭିକାରୀ ପିଲାଟିକୁ ଠିଆ ହେଇଥିବାର ଦେଖି ଟିକେ ଚିଡ଼ା ସ୍ୱରେ କହିଲା, ହେ ଟୋକା, ଯା ଭାଗ ଏଠୁ। ପିଲାଟି କିଛି ନ କହି ଚାଲିଗଲା। ଗୋଟିଏ ଆହତ ସରୀସୃପ ପରି ଲମ୍ବା ନିଶ୍ୱାସ ଛାଡି ଛାଡି ଥରି ଥରି ଟ୍ରେନଟି ଶେଷରେ ପ୍ଲାଟଫର୍ମକୁ ଆଶ୍ରୟ କରି ଅଟକିଗଲା। ଯାତ୍ରୀ କେତେ ଜଣ ତରତର ହୋଇ ଓହ୍ଲାଇଗଲେ ଗାଡିରୁ, ଯେମିତି ଆସନ୍ନ ବିପଦ କେଉଁଠି ଅପେକ୍ଷା କରି ରହିଛି। ହଁ, ଏଇ ବର୍ଣ୍ଣନା ହେଇଛି, ଏଇଠି ଆସୁଛି। ପଇସା ଟିକେ ଦିଅ ମା, ଧର୍ମ ହେବ ତୁମର। ସୁମତି କହିଲା, ତୁ ଅନ୍ଧ ନୋଉ। ଭିକାରୀ ପିଲାଟି ଏମିତି ଉତ୍ତର ଆଶା କରିନଥିଲା। ତା ଚାରି ପାଖରେ ଅନ୍ଧାର ପୃଥିବୀରୁ ତା ପାଟି ମେଲା ହୋଇଗଲା ବିସ୍ମୟ। ଭିକାରୀ ପିଲାଟି ଏମିତି ଉତ୍ତର ଆଶା କରିନଥିଲା। ତା ଚାରି ପାଖର ଅନ୍ଧାର ପୃଥିବୀରୁ, ତା ପୃଥିବୀଟା ଅନ୍ଧାର, ଆଲୋକ ନାହିଁ ସେଠି। ଦେଖନ୍ତୁ, ତା ପାଟି ମେଲା ହେଇଗଲା ବିସ୍ମୟରେ। ସୁମତି ପୁଣି କହିଲା, ତୁ ଯଦି ଅନ୍ଧ, ତୁ କେମିତି ଜାଣିଲୁ ମୁଁ ଗୋଟେ ସ୍ତ୍ରୀ ଲୋକ? ହଳଦିଆ ଦାନ୍ତ ଭିତରେ ସେଇ ହସକୁ ସୀମାବଦ୍ଧ ରଖି ପିଲାଟି କହିଲା, ବାଃ, ମଣିଷ ଦେହରେ କଣ ବାସନା ନାହିଁ? ଲେଡିଜଙ୍କ ଦେହରେ ଗୋଟେ ଅଲଗା ବାସନା ଥାଏ। ଲେଡିଜଙ୍କ ଦେହରେ ଗୋଟେ ଅଲଗା ବାସନା। ଏଠି ସିଏ ପରଫ୍ୟୁମର କଥା କହୁନାହାନ୍ତି, ଏଠି ତନୁକାନ୍ତି ଗୋଟେ ପରଫ୍ୟୁମର ବାସନା କଥା କହୁ। ବହୁତ ପ୍ରକାର ବାସନା ଅଛି। ଆପଣଙ୍କର ଚେତନଶୀଳ ଜଗତର ପ୍ରସାରଣଶୀଳତା ଉପରେ
ନିର୍ଭର କରେ ଆପଣ ଏହାକୁ କିପରି ବୁଝିବେ କଣ କଲେ କେତେ ଜଣ ଗାର୍ପିକ ଗୋଟେ ପାଠକ ଉପରେ ଏସବୁ କଥା ଛାଡି ଦିଅନ୍ତି ସଂକ୍ଷିପ୍ତ ସୂଚନା ଦେଇକି ବହୁତ ତାହା ହିଁ କଳା ତାହା ହିଁ ବ୍ୟଞ୍ଜନା ଚାଲି ଯାଇଛି ବନ୍ଦ ହେଇଛି ट्रेन अटकी आउ थे सिगरेट पे से चली जाइए ट्रेन चलवा आरंभ कर ट्रेन चलिकी आरंभ कर जस्ट गोटे मिनिट पर आउ थे ट्रेन टी बंद हो जाए दर 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 कौन कौन ना कि जड़े चका तले चापी होगी मरी जाए खबर टी आते बेलू निरपेक्ष आसी ना सुमति पाख सुमति टिके हल्का हो जाए से भावी नहीं विरूपाक्ष मरी जाए ट्रेन में चापी चकत किसी समय पर ट्रेन चलवा आरंभ कर परवर्ती स्टेपेज रे विरूपाक्ष फेरी आसी सुमति पाखु एवं कहूची अंध पिला जानी ट्रेन चलला डेंगला खसी पड़ा चकतरे पड़गला एवं गल्पटी शेष गल्पटी शेष हो कौन है सी मरी जाइथिला बोली खुशी हैला 21 दिन स्वामी ट्रेन चापी मरीगला बोली खुशी होता सी फेरी आसिला ओ बाकी तक जीवन जड़े हिंदू पतिव्रता नारी भाव ता सहित अतिवाहित करने को सुमति बाध्य ताहले सुमति किपरि बंची अवशिष्ट जीवन केते बेले शेष धाड़ी विरूपाक्ष गोटे हाथ सुमतिर पिठी पर रखिला आर हाथ से धरितला गोटे जलंता फिल्टर सिगारेट आउ एहाकु वर्णना करिया पई ओ लिखिछन से धाड़ी one of the master sentence of तरुणकांत मिश्र ताकू से दिन देखि आसी गोटे वस्तु परि गोटे आवश्यकीय पदार्थ परि जेमिति दांत घसा ब्रश सकाळे व्यवहार करि सारिया परे दिन जाक ता कथा मन रे ही पड़े ना सुमति गोटे दांत घसा ब्रश थरे दांत घसी सफा कर देले आर दिन सकाळ जाके तार दरकार पड़े दांत घसीबा पाई ये जो वेदना ये जो गोटी गोटी वाक्य जो भावना बहुत कम गार्पिक अच्छा प्रकाश करते केते मारात्मक हो पारे समाज से तरुणकांती क्या दोष दी ना जो झीटी विक्रय हो जेंडर अच्छी निश्चित भाव दीटा पु किसी काम करना स्त्री भाटलू कामुडारे मरीगला आ गोटे भूणी जन्म है मरीगला सी क्या दोष दी ना सतीनाथ लेन 287 कलिकता केसिंगार कलिकता नहीं जाऊँ कि स्वप्न से झीर कलिकता जाऊँ कि स्वप्न जिते देखुची स्टेशन रे सिंगाड़ा फिंगाड़ा छणा होची तार भोक आहरी पड़ जाउची तो सेठी सब होची मूर्ति भी गोटे शब्द मूर्ति मूत समग्र गल्पर परिवेश टाकू इतने मार्मिक कर देछि ना एवं से जाउची आ ताकू नै कि देखौ आर्टिस्ट से आर्टिस्ट हबो कि साटायर आर्टिस्ट है कौन आर्टिस्ट जौन कर्मी आर्टिस्ट करी बोली होउछन एवं सिटी जेमिति आमे आज्ञा मांस दुकान रे मांस ओजन करी किनो ए कंटा की दे मांस दे याद
ସେମିତି ସେ ଛୁଆଟାକୁ ଓଜନ କରାଉଛି 12 ବର୍ଷ ପିଲାଟାକୁ